Rupade namo namo Sri Rupade namo namo Lekho Vayu Sukram Murti Param Pado Okulam Namolam Namo Nadi Brahma Mukhyate Dhyanam Guru Murti Pujalam Guru Param Mantra Mukhalam Guru Buddha Sutirananda Brahma Mohimale Jonamuchi Mune Bhakti Bhavanande Ahe Mune Mahanando Iti Brahmandore Dete Jivashanti Samaste Jnana সর্বঘটে প্রভু হেতুতে দাঁড়িও উঠু লেখ ভগতি দেবা দেবী মূর্তিকা ভাষণ কাহা কোন হরিতে মুকতি কাষ্টারে কান্ত নিষ্ঠারে সচিদানন্দ ব্রহ্ম মহিমালে উপস্থিত আমার সমস্ত সর্গিকারী নিবাসী জগত ভগত আমার বুদ্ধবনিতা বালক বালিকা পিতা মাতা হে আমার বিশ্ববাসী মাতৃবর্গ মণ্ডলী পিতৃবর্গ মণ্ডলী ଆପଣମାନଙ୍କର ଅନ୍ତରରେ ଏମିତି ଜଣେ ପୁରୁଷ ଅଛନ୍ତି ସେ ଭାତ ଡାଲି ତରକାରୀ ମାଛ ମାଂସ କିଛି ଖାଆନ୍ତି ନାହିଁ ହୁଏତ ଆପଣମାନେ ଖାଉଥିବେ କିନ୍ତୁ ସେ ଖାଆନ୍ତି ନାହିଁ ଆପଣ ବାୟୁ ପାନ ମଧ୍ୟ ସେ କରନ୍ତି ନାହିଁ ଆପଣଙ୍କ ଶରୀରରେ ଅଛନ୍ତି ଆପଣମାନଙ୍କ ଶରୀରରେ ଅଛନ୍ତି ସେ ବାୟୁ ପାନ ମଧ୍ୟ କରନ୍ତି ନାହିଁ ଏବଂ ଜଳ ମଧ୍ୟ ସ୍ପର୍ଶ କରନ୍ତି ନାହିଁ ସେ ଏମିତି ଜଣେ ପୁରୁଷ ଅଛନ୍ତି ସେ ଶୋଇଥିବା ସମୟରେ ଚେଇଁ ଦେଇଥାନ୍ତି ଆଉ ଚେଇଁ ଥିଲା ସମୟରେ ମଧ୍ୟ ଚେଇଁ ଦେଇଥାନ୍ତି ତାକୁ ଚୈତନ୍ୟ ପୁରୁଷ କହନ୍ତି ସମସ୍ତଙ୍କର ଘଟକରେ ଅଛନ୍ତି ମା ମାନଙ୍କର ଅନ୍ତରରେ ଅଛନ୍ତି ବାପା ମାନଙ୍କର ଅନ୍ତରରେ ଅଛନ୍ତି ବୁଢା ବୁଢା ଚଳ ଚଳ ଚାରିଖାଣିରେ ଅଛନ୍ତି ସେ ଏମିତି ପୁରୁଷ ଅଛନ୍ତି ତାକୁ ଆତ୍ମା କୁହାଯାଏ ମା ମାନଙ୍କର ଅନ୍ତରରେ ଥିବା ସେଇ ଆତ୍ମା ପୁରୁଷକୁ ପ୍ରଣାମ ପୂର୍ବକ ବାପା ମାନଙ୍କର ଅନ୍ତରରେ ଥିବା ସେଇ ଆତ୍ମା ପୁରୁଷକୁ ପ୍ରଣାମ କରୁଛି ଏବଂ ମୋ ନାଁ ଅଚ୍ୟୁତାନନ୍ଦ ବାବା ଆପଣମାନେ ଜାଣିଛନ୍ତି ଯଦି ମୋର ମା ସତ୍ୟ ମୋର ବାପା ସତ୍ୟରେ ମତେ ଜନ୍ମ କରିଛନ୍ତି ଯଦି ଚନ୍ଦ୍ର ସୂର୍ଯ୍ୟ 10 ଦିନ 12 କୋଟି ଦେବତା ସତ୍ୟକୁ ଦିଅ ଉଡ଼ା ଉଡ଼ା ଚଳ ଚଳ ଚାରିଖାନି ସମେତ ସମସ୍ତଙ୍କର ଯଦି ଆଶୀର୍ବାଦ ଅଛି ମୁଁ ଏଇଟା ସର୍ବଭକ୍ତ ପାତାଳ ଅଧର୍ବ 10 ଦିନ 12 ସାକ୍ଷାତ କରି କହୁଛି ଏ ଯେତେ ନାରୀ ସମାଜ ଥିବେ ଅଛନ୍ତି ସମସ୍ତେ ମୋର ମା ଯୋଉ ପିତୃ ସମାଜ ଅଛନ୍ତି ସମସ୍ତେ ମୋର ବାପା ତାହେଲେ ମା ବାପାଙ୍କର ଆଶୀର୍ବାଦ ମତେ ଲାଗି ଯାଇଛି ଆଉ ଲାଗିଥିବ ଆଉ ମା ବାପାଙ୍କ ଋଣ ମୁଁ ଶୁଝି ପାରିବି ନାହିଁ ଏହି ଜନ୍ମରେ ଶୁଝି ପାରିବି ନାହିଁ କାହିଁକି ଆପଣମାନେ ମତେ ଦେଇଥିବା ବସ୍ତ୍ର ମୁଁ ପିନ୍ଧୁଛି ଆପଣମାନେ ମତେ ଖାଇବା ପାଇଁ ଭାତ ଦେଇଛନ୍ତି କ୍ଷୁଧା ମେଣ୍ଟାଇବା ପାଇଁ ଖାଦ୍ୟ ଦେଇଛନ୍ତି ତୃଷ୍ଣା ମେଣ୍ଟାଇବା ପାଇଁ ଜଳ ଦେଉଛନ୍ତି ଯଦି ମତେ ଦରକାର ଲାଗୁଛି କୌଣସି କୋଲଗେଟ ସାବୁନ ଇତ୍ୟାଦି ସବୁ ଆପଣମାନେ ଦେଉଛନ୍ତି କୌଣସି ରୋଗ ହେଲେ ମତେ ଆରୋଗ୍ୟ ପାଇଁ ଆପଣମାନେ ଚିକିତ୍ସା କରୁଛନ୍ତି ଯଦି ଆବଶ୍ୟକ ହେଉଛି ମୋର ଦୁଃଖରେ ଆପଣମାନେ ଦୁଃଖିତ ଅଛନ୍ତି ତେଣୁ ଆମେ ଯାହା ଖାଇବା ତାହା ପାଇବା ଆପଣମାନଙ୍କର ଖାଇଛୁ ଯେତେବେଳେ ତାହେଲେ ସେଥିପାଇଁ ମୁଁ ଏଠାରେ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁଛି ଯେ ପିତା ମାତା ଦେଇଥିବା ଋଣରୁ ମୁକ୍ତି କରିବା ପାଇଁ ଆଜି ଏହି ଆମର ବୈଠକରେ ଏହି ଆମର ଛତିପାଲି ନିବାସୀ ସମସ୍ତଙ୍କର ଉପସ୍ଥିତିରେ ବୃନ୍ଦାବନ ଗୀତା ମାର
সর্বমঙ্গল কামনা পূর্বক উপস্থিত থিবা মোর মাতৃবর্গ মণ্ডলী এবং পিতৃবর্গ মণ্ডলীକୁ ମୁଁ ନିବେଦନ କରୁଛି ଯେ ଆଜି ଆପଣମାନଙ୍କର ଜୀବନ ଧନ୍ୟ ହେବା ସଙ୍ଗେ ସଙ୍ଗେ ମୁଁ ମଧ୍ୟ ଧନ୍ୟ ମନେ କରୁଛି। ସଚ୍ଚିଦାନନ୍ଦ ବ୍ରହ୍ମ ମହିମା ଶ୍ରୀ ଗୁରୁଙ୍କ ନାମ ଆମର ବନ୍ଦାବତୀ ଅନ୍ୟ ନାହିଁ ରୋଜଗାର ଯାହା ଚାହୁଁଥିଲେ ତାହା ମିଳୁଅଛି ଖୋଲା ହୋଇଛି ଭଣ୍ଡାର ଅଲେଖ ମହିମା ମଥାର ଠାକୁର ଅଟନ୍ତି ମୋ ପ୍ରାଣଗୁରୁ ତାଙ୍କ କରୁଣାରୁ ସକଳ ମିଳିବ ଲେଖା ହୋଇଛି ପୂର୍ବରୁ। ସଚ୍ଚିଦାନନ୍ଦ ବ୍ରହ୍ମ ମହିମା ସାଧୁ ଯେ ମଳୟ ପବନ କାଷ୍ଠକୁ କରନ୍ତି ଚନ୍ଦନ ଚନ୍ଦନ ବନେ କଣ୍ଟା ଧାରି ମଳୟ ଲାଗି ପଲ୍ଲବୀ। ସଚ୍ଚିଦାନନ୍ଦ ବ୍ରହ୍ମ ମହିମା ଯଦି ସାଧୁମାନେ ମଳୟ ପବନ ଅସାଧୁ ହୋଇଥିଲେ ମଧ୍ୟ ମୂର୍ଖ ହୋଇଥିଲେ ମଧ୍ୟ ସାଧୁ ସଙ୍ଗ କଲେ ପୂର୍ବ ପାତକ ହରେ ପରଚେ ହୋଇପାରିବେ ଗଣଆକାରୀ। ତେଣୁ ଆଜି ଏହି ସତ୍ସଙ୍ଗରେ ମୁଁ ବିଶ୍ୱାସ ସହିତ କହିବି, ମୋର ବିଶ୍ୱାସ ସହିତ ମୁଁ କହୁଛି ଯେ ସାଧୁ ସଙ୍ଗ କଲେ ପୂର୍ବ ପାତକ ହରେ। ଯେମିତି ହିମାଳୟ ପାଦଦେଶରେ ଚନ୍ଦନ ବୃକ୍ଷ ପାଖରେ ଯଦି କଣ୍ଟା ବଣ ଅଛି, କଣ୍ଟା ଗଛ ଅଛି, ଯଦି ମୂଳ ବସନ୍ତ ବହିବ, ମଳୟ ବସନ୍ତ ବହିଲେ କଣ୍ଟା ଗଛ ମଧ୍ୟ ଚନ୍ଦନ ବୃକ୍ଷ ହୋଇଯିବ। এইটা প্রমাণিত আছে। তেণু সাধু সঙ্গ কলে পূর্ব পাতক হরে। আজি এই সৎসঙ্গরে পূর্ব জন্মর পাতক মোর মা মানকর এবং বাপা মানকর কিছু হরণ ହେବ ବୋଲି ମୁଁ ବିଶ୍ୱାସ କରିଛି। ତେଣୁ ହେ ଧାର୍ମିକ ପିତା ମାତା, ମୁଁ ଏଠି ଗୋଟିଏ କିଛି କହିବାକୁ ଯାଉଛି। ନ କରି ରାମ କୃଷ୍ଣ ନାମକୁ ହରଣ ନ କରିବୁ ହରି ହର ମୂର୍ତ୍ତିକୁ ଧ୍ୟାନ ନ ଭଜିବୁ ନ ପୂଜିବୁ ସୀତା ଦୁର୍ଗା କାଳୀ ରାଧା ମାଇ ଏମାନଙ୍କର ଭଜନରେ ମୁକ୍ତି ନ ମିଳଇ ଏମାନେ ଯେ କରୁଥିଲେ ବ୍ରହ୍ମ ଉପାସନା କରୁଥିଲେ ଶିବ ଲେଖ ମହିମା ଭଜନା। ସଚ୍ଚିଦାନନ୍ଦ ବ୍ରହ୍ମ ମହିମା ହେ ଆମର ପୂଜ୍ୟଶ୍ରୀପଦ ସମସ୍ତ ମା ଏବଂ ସମସ୍ତ ବାପା ଲକ୍ଷ୍ୟ ରଖନ୍ତୁ ଯେ ଏହି ଜନ୍ମ ଆମେ ପାଇଛେ କେମିତି। ଦେଖନ୍ତୁ ସାରା ବିଶ୍ୱରେ ଯିଏ ସତ୍ୟ ଯୁଗରେ ନରସିଂହ ହୋଇଥିଲେ ସେ ମଧ୍ୟ ଗରିବ ବସ୍ତ୍ର ପିନ୍ଧିକରି ହିରଣ୍ୟାକ୍ଷକୁ ନିବାରଣ କଲେ ସ୍ତମ୍ଭରୁ ବାହାରିକରି। ତ୍ରେତୟାରେ ଯେଉଁ ଶ୍ରୀରାମ ଥିଲେ ସେ ମଧ୍ୟ ଗରିବ ବସ୍ତ୍ର ପିନ୍ଧିକରି ରାବଣକୁ ନିବାରଣ କଲେ। ଦ୍ୱାପରରେ ଯିଏ କୃଷ୍ଣ ହୋଇଥିଲେ ସେ ମଧ୍ୟ ଗରିବ ଭେକବାନା ନିରବଧବାନା ମହାନିତବାନା ଆଦି ମହିମାଙ୍କର ବାନା ପତିତ ପାବନ ଆଭରଣ କରିଛନ୍ତି ସୂତାର ସନ। हे धार्मिक पिता माता, द्वापर जुगरे कृष्ण भगवान कंस को निवारण पाई रंगसभा को जाइथिला दिले एही गोरी को पाट वस्त्र पिंधिथिले। तेणु करी कलि जुगरे जगतर नाथ जगन्नाथ जे नरसिंह से श्रीराम जे कृष्ण से जगन्नाथ। अरे एटा तो कलि जुग, এই কলি যুগরে আমি সত্যযুগ নরসিংহ ভগবান को কাহিনী पूजा করছে। এইটা তো কলি যুগ ত্রেতা যুগর ভগবান রাম ভগবান को রাম मंदिर কাহিনী করেছে। এইটা তো কলি যুগ, তাহলে দ্বাপর যুগর ভগবান কৃষ্ণ নাম আমি কাহিনী উচ্চারণ করছি। এটা কলি যুগরে জগন্নাথ নাম উচ্চারণ করিবা কথা, সেমিতি নহে।
ଯେ ଚାରି ଯୁଗର ଭକ୍ତମାନେ ହୋଇଛନ୍ତି ମେରି କହିଲି ମୋର ଗୀତ ଅନୁସରି ପାଦ ଧୁଲି ଗୋଦାଇ ଅନନ୍ତ ଚାରି ହରି ବୋଲ ହୁଳି এই কলিযুগরে সত্য ত্রেতা দ্বাপর বলি চারি যুগর ভক্তମାନେ মিশামিশি ହେଇକି ଅଛନ୍ତି କାହିଁକି ଅଛନ୍ତି କଲିଯୁଗଟା ସତ୍ୟ କଲି ଅସତ୍ୟ କଲି ଘୋର କଲି ଅଘୋର କଲି ଏଇଟା ଅଘୋର କଲି ଉପସ୍ଥିତ ହେଇଛି ତେଣୁ ଏଇ ଅଘୋର କଲିରେ ସମସ୍ତେ ମିଶିକି ଅଛନ୍ତି ତେଣୁ ଏଇ ଯଦି ଅଲେଖ ମହିମା ଧର୍ମର ଆମର ସନ୍ନ୍ୟାସୀମାନଙ୍କ ଦ୍ୱାରା ଯଦି ଗୀତ ଭୂତଗୁଡ଼ା ହେଉଛି ଶେଷରେ ପଣାଭୋଗ ଅର୍ପଣ କରାଯାଏ ପଣାଭୋଗ ଅର୍ପଣ କଲେ ସମସ୍ତେ ପ୍ରସାଦ ପାଇପାରିଛନ୍ତି ଚାଲିଯାଆନ୍ତି ତେଣୁକରି ମୁଁ ଏଠାରେ ଆପଣମାନଙ୍କୁ ଏ ଦୀକ୍ଷା ଗ୍ରହଣ ପାଇଁ କହୁନାହିଁ ବିନା ମା ବାପରେ ଯେ ଜନ୍ମ ହେଇଛ ତାକୁ ଏ ଧର୍ମ ପାଳନ କରିବାକୁ ପଡ଼ିବ ନାହିଁ ଯେଉଁମାନେ ମା ବାପା ଦ୍ୱାରା ଜନ୍ମ ହେଇଛ ନିଶ୍ଚିତ କରିବାକୁ ପଡ଼ିବ କାହିଁକି ଦେଖନ୍ତୁ ଧର୍ମ ବୋଲି ଯୋଉଟା ଅଛି ଧର୍ମ ବୋଲି ଯୋଉଟା ଅଛି ସେଇ ଧର୍ମରେ ଆପଣ ସର୍ବପ୍ରଥମେ ଦେଖୁ ହିନ୍ଦୁ ଧର୍ମ ହିନ୍ଦୁକୁ କାଟି ଦିଅନ୍ତୁ ତାପରେ ଦେଖନ୍ତୁ ବୌଦ୍ଧ ଧର୍ମ ବୌଦ୍ଧକୁ କାଟି ଦିଅନ୍ତୁ ତାପରେ ଦେଖନ୍ତୁ ଆପଣଙ୍କର ଜୈନ ଧର୍ମ ଜୈନକୁ କାଟି ଦିଅନ୍ତୁ ତାପରେ ଦେଖନ୍ତୁ ଇସାଇ ଧର୍ମ ଇସାଇକୁ କାଟି ଦିଅନ୍ତୁ ତାପରେ ଦେଖନ୍ତୁ ଖ୍ରୀଷ୍ଟିଆନ ଧର୍ମ ଖ୍ରୀଷ୍ଟିଆନକୁ କାଟି ଦିଅନ୍ତୁ ଆଉ ତାପରେ ଦେଖନ୍ତୁ ମହିମା ଧର୍ମ ମହିମାକୁ କାଟି ଦିଅନ୍ତୁ କେବଳ ଧର୍ମ ରହିବ ତେଣୁ ସାରା ବିଶ୍ୱରେ ଅନେକ ଲୋକ ଅନେକ ପ୍ରକାର ବିଭାଜନ ହେଲେ ମଧ୍ୟ ଯେ ସମସ୍ତଙ୍କର ଶରୀରରେ ସମସ୍ତଙ୍କର ଶରୀରରେ ଦିଟା ନାକ ଦିଟା କାନ ଦିଟା ନାସା ନବଦ୍ୱାର ଏକାଦଶ ଇନ୍ଦ୍ର 16 ଚକ୍ର 12 ବାଗ 21 ପିଣ୍ଡ ନର କଳେବର ସମସ୍ତଙ୍କର ଅଛି ଭାରତରେ ଥିବା ଲୋକଙ୍କର ବି ଅଛି ପାକିସ୍ତାନରେ ଥିବା ଲୋକଙ୍କର ବି ଅଛି ମାନେ ଗ୍ରହ ଉପଗ୍ରହ ଯୋଉଠି ମନୁଷ୍ୟ ବାସ କରୁଛି ସମସ୍ତଙ୍କର ଶରୀରରେ ଆଖି ଦିଟା କାନ ଦିଟା ନବଦ୍ୱାର 16 ଚକ୍ର 12 ବାଗ 21 ପିଣ୍ଡ ନର କଳେବର ଅଛି ଏଇଟା ସତ୍ୟ ତେଣୁ ସମସ୍ତଙ୍କର ଶରୀରରେ ଜଣେ ବିଛା ଖାଉଛି ଜଣେ ସାପ ଖାଉଛି ଜଣେ ବେଙ୍ଗ ଖାଉଛି ଜଣେ ମଣିଷ ମାଂସ ଖାଉଛି ହେଲେ ତା ଶରୀରରେ ଥିବା ରକ୍ତଟା ଲାଲ ଥାଏ କିଏ କିଛି ମାଛ ମାଂସ କିଛି ଖାଏ ନାହିଁ ତାର ଶରୀରରେ ମଧ୍ୟ ରକ୍ତ ଥିବାଟା ଲାଲ ଦେଖାଯାଏ ଆଉ ଜଣଙ୍କର ଶରୀରରେ ମାନେ ମାଂସଟା ଯେମିତି ଥାଏ ମାଛର ଠିକ ସେହିପରି ଏହାଙ୍କ ଶରୀରରେ ସେହି ମାଂସ ବି ଥାଏ ତେଣୁକରି ହାଡ଼ ଥିବା ଲୋକ ସମସ୍ତଙ୍କର ସମାନ ଅଛି ତେଣୁ ହେ ଆମର ଧାର୍ମିକ ପିତାମାତା ସାରା ବିଶ୍ୱରେ ଥିବା ଲୋକଙ୍କର ଶରୀରରେ ହାଡ଼ ରକ୍ତ ଆଉ ମାଂସ ଅଛି ଏଇଟା ସତ୍ୟ କିନ୍ତୁ ହିନ୍ଦୁ ବୋଲି ଯୋଉଟା ଲେଖିଛନ୍ତି ସେଥିରେ ଖ୍ରୀଷ୍ଟିଆନ ଅଛି ଯୋଉଠି ଜୈନ ବୋଲି ଲେଖା ଯାଉଛି କହୁଛି ମୁଁ ଜୈନ ଧର୍ମ ସେଇଟା କଣ ସତ୍ୟ ତାହେଲେ ବିଶ୍ୱରେ ମହିମା ଧର୍ମରେ ପ୍ରଚାର ପ୍ରସାର କରିବା ପରେ ଭୀମ ଭୟଙ୍କର ବାଣୀ ଗୋଟିଏ ଲେଖା ଅଛି ଯୁକ୍ତରାଷ୍ଟ୍ର ଆମେରିକା ନ୍ୟୁୟର୍କ ସହରରେ କଣ ଲେଖା ଅଛି ଏକ ଖଣ୍ଡ ହାର ବୁନ୍ଦାଏ ରୁଧିର ଫୁଟେ ମାଂସ ଦାନଇ ତେଣୁ କରି ସିନା ପ୍ରାଣୀ କବିକର ସହି ନ ପାରି ମୁହି ତାହେଲେ ଭୀମ ଭୟଙ୍କର ବାଣୀ ଯୁକ୍ତରାଷ୍ଟ୍ର ଆମେରିକା ନ୍ୟୁୟର୍କ ସହରରେ ପାସ୍ କରାଯାଇଛି ତାକୁ କିନ୍ତୁ ଆଗ୍ରହ କରି ଦିଆଯାଇ ନାହିଁ କିନ୍ତୁ ସେଟା ପାସ୍ ହେଇଛି କିପରି ହେଇଛି ମାନେ ସମସ୍ତଙ୍କ ଶରୀରରେ ହାଡ଼ ଅଛି ରକ୍ତ ଅଛି ଆଉ ମାଂସ ଅଛି ଛେଲି ବି ଅଛି କୁକୁଡ଼ା ବି ଅଛି ହଂସ ବତକ ସମସ୍ତଙ୍କ ଶରୀରରେ ହାଡ଼ ରକ୍ତ ମାଂସ ଏଇଟା ଅଛି ତେଣୁ ବିଶ୍ୱରେ ଯୋଉଟା ଧର୍ମ ଆଉ ସତ୍ୟ ଯଦି ଦେଖିବେ ହିନ୍ଦୁ ଦେଖନ୍ତୁ ହିନ୍ଦୁଟା ହି ଅକ୍ଷରରେ ସୂର୍ଯ୍ୟ ବଂଶର ରାଜାମାନେ ରାଜୁତି କରୁଥିବାରୁ ସର୍ବପ୍ରଥମରେ ସୂର୍ଯ୍ୟ ବଂଶର ରାଜାମାନେ ରାଜୁତି କଲେ ତାପରେ ଚନ୍ଦ୍ର ବଂଶର ରାଜାମାନେ ରାଜୁତି କଲେ ତେଣୁକରି ଚନ୍ଦ୍ର ଏବଂ ସୂର୍ଯ୍ୟକୁ ମିଶେଇକରି ହିନ୍ଦୁ ହୋଇଛି ହିନ୍ଦୁ ମନୁଷ୍ୟ ତିଆରି କଲା ଖ୍ରୀଷ୍ଟିଆନ ମନୁଷ୍ୟ ତିଆରି କରିଛି ଜୈନ ମଧ୍ୟ ମନୁଷ୍ୟ ତିଆରି କରିଛି ବୌଦ୍ଧ ଧର୍ମ ବି ମନୁଷ୍ୟ ତିଆରି କରିଛି ଏଇ ଆମର ମହିମା ଧର୍ମ ବି ମନୁଷ୍ୟ ତିଆରି କରିଛି ତାହେଲେ କୋଉଟା ଧର୍ମ କଣ
ধর্ম সমস্ত বামপটরে থিবা না গুড়াক যদি কাটিদেবে সবু সমান ହେବ ଆଉ ସବୁ ସମାନ ହେଇଗଲେ ସବୁଠି ଧର୍ମ ରହିଲେ ହିନ୍ଦୁ ଖ୍ରୀଷ୍ଟିଆନ ଜୈନ ପ୍ରଧାନ ଏମିତି ଇସାଇ ବୌଦ୍ଧ ଏମିତି ସବୁ ସମାନ ଭାବରେ ଯଦି ଦେଖିବେ ସମସ୍ତଙ୍କୁ ଯଦି କାଟିଦେବେ ଧର୍ମ ରହିବ ଧର୍ମଟା ସାରା ବିଶ୍ୱରେ ଅଛି ଆଉ ଯୋଉଟା ସାରା ବିଶ୍ୱରେ ଅଛି ସେଇଟା ସତ୍ୟ ସାରା ବିଶ୍ୱରେ କୋଉଟା ଅଛି ହାଡ଼ ଆଉ ରକ୍ତ ଆଉ ମାଂସ ସମସ୍ତଙ୍କ ଶରୀରରେ ଅଛି ଯୋଉମାନେ ମଣିଷ ମାଂସ ଖାଉଛନ୍ତି ସେମାନଙ୍କ ଶରୀରରେ ବି ହାଡ଼ ରକ୍ତ ମାଂସ ଅଛି କିଛି ତା ପରିବର୍ତ୍ତନ ହେଇନାହିଁ ଯୋଉଟା ବାଘ ମଧ୍ୟ ମାଂସ ଖାଏ ତା ଶରୀରରେ ବି ହାଡ଼ ରକ୍ତ ମାଂସ ଅଛି ସେଇଟା ଆଉ ମନୁଷ୍ୟ ଆଉ ଯୋଉଟା ବାଘ ସିଂହ ଗଣ୍ଡା କଏଲ ଇତ୍ୟାଦି ସମସ୍ତଙ୍କ ଶରୀରରେ ହାଡ଼ ରକ୍ତ ମାଂସ ଅଛି ତେଣୁ ହାଡ଼ ରକ୍ତ ମାଂସଟା ସତ୍ୟ ବାକି ମିଥ୍ୟା ଅଟେ এটা মনুষ্য জ্ঞানী ব্যক্তি হিন্দু খ্রিস্টান জৈন বৌদ্ধ এই মহিমা ধর্ম এইটা যে ধর্ম আছে এইটা মনুষ্য করেছি তেণু ধর্ম দুইটা অক্ষরটা সবঠারে যোଉটা ଅଛି ସେଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ ତାକୁ ପାସ୍ କରି ଦିଆଗଲା ହାଡ଼ ରକ୍ତ ଆଉ ମାଂସ ଧର୍ମ এইটা ତେଣୁ ହାଡ଼ ଆଉ ରକ୍ତ ମାଂସ କୋଉଠି ଆସିଛି এই হাড় রক্ত মাংসটা মা বাপাଙ୍କଠୁ ତିଆରି ହେଇଛି ମୋର ବାପା ମା ମତେ ଯୋଉ ଜନ୍ମ କଲେ ମାଙ୍କର ଖରାପ ଗୁଣ ବାପାଙ୍କର ଭଲ ଗୁଣ ମାଙ୍କର ଭଲ ଗୁଣ ବାପାଙ୍କର ଖରାପ ଗୁଣ ମାଙ୍କର ପଞ୍ଚମନ ବାପାଙ୍କର 25 ପ୍ରକୃତି ଏମିତି କରି ଆମକୁ ମିଶେଇଛନ୍ତି ଆଉ ମିଶେଇକି ଆମକୁ ଜନ୍ମ କରେଇ ଗଲେ ଯେ ଯୋଉ ମା ମତେ 10 ମାସ 10 ଦିନ ଗର୍ଭ ଧାରଣ କରି ବହୁତ କଷ୍ଟରେ ପ୍ରସବ କରେଇ 5 ବର୍ଷ ପର୍ଯ୍ୟନ୍ତ ଝାଡା ପରିସ୍କାର ସଫା କରିଛି ମତେ ଉଲଗ୍ନ ଅବସ୍ଥାରେ ଯୋଉ ମା କାଖେଇକି ଧରିଛି ସେ ଋଣଟା ମୁଁ ଏଇ ଜନ୍ମରେ ସୁଝି ପାରିବି ନାହିଁ ତେଣୁ କରି ଧର୍ମ ଯୋଉଟା ସେଇଟା କଣ ପିତା ମାତା ଦିଟା ହେଲା ବିଶ୍ୱରେ ଧର୍ମ ବାକିଟା ଅଧର୍ମ ଅଛି କାହିଁକି ବିନା ମା ବାପରେ କେହି ଜନ୍ମ ହେଇନାହାନ୍ତି ଆଉ ଯୋଉମାନେ ବିନା ମା ବାପରେ ଜନ୍ମ ହେଇଛନ୍ତି ସେମାନେ ଏହି ଧର୍ମ ପାଳନ କରିବେ ନାହିଁ ଯୋଉମାନେ ବିନା ମା ବାପରେ ଜନ୍ମ ହେଇଛନ୍ତି ଏ ଧର୍ମକୁ ପାଳନ କରିପାରିବେ ନାହିଁ ସେଟା ହେଉଛି ସ୍ୱଧର୍ମ ନିଜର ଧର୍ମ ତେଣୁ ଆମର ଶରୀରରେ এইটা ଯୋଉ ଦେଖୁଛନ୍ତି ଲୋମ ଚର୍ମ ଚର୍ବି ରକ୍ତ ମାଂସ ଆଉ ହାଡ଼ ମଧ୍ୟରେ ଶୁଦ୍ଧ ଏଇଟା ସାତଟା ଅଛି ତେଣୁ ଏଟାକୁ ସପ୍ତ ଧାତୁ କହନ୍ତି ଆଉ ଆମର ଶରୀର ଯୋଉ ତିଆରି ହେଇଛି ପୃଥିବୀ ଆପ ତେଜ ବାୟୁ ଆକାଶ ତାହେଲେ ଏଇ ପଞ୍ଚଭୂତରେ ତିଆରି ହେଇଛି ଆପଣ ମାନେ ଗୋଟିଏ ମାଟି ନେଇକି ପାଣି ପାଖରେ ରଖିଦେବେ କିଛି ଦିନ ପରେ ସେଠି ଗଙ୍ଗ ଶିଉଳି ଉଠିବ ପୁଣି କିଛି ଦିନ ପରେ ପତ୍ର ଫୁଟିଯିବ ତେଣୁ ସୂର୍ଯ୍ୟର କିରଣ ଏବଂ ବାୟୁର ପରିଚାଳନା ଏବଂ ପାଣିର ଯୋଉ ଭାଗେ ଲାଗି ଯାଇଥିବ ସେଇ ଭାଗରେ এই গঙ্গ শিউলি উঠিব গঙ্গ শিউলি হেলে সেইটা জীব সৃষ্টি হেলা পঞ্চভূতরে জীব সৃষ্টি হেলা তেণু এই পঞ্চভূতরে জীব যে সৃষ্টি ହେଇକି এই পঞ্চভূত ଆଉ সপ্ত ধাতুরে এইটা সমস্ত খালি ଆପଣ ମାନେ କୁହନ୍ତୁ ନାହିଁ ଯେ ଆମେ এই ଗ୍ରାମରେ ବା এই ରାଜ୍ୟରେ ହିନ୍ଦୁ ମାନେ ହିଁ କେବଳ এই ଧର୍ମ ପାଳନ କରିବେ ଏମିତି ନୁହେଁ ଯିଏ ଖ୍ରୀଷ୍ଟିଆନ ହେଇଥିଲେ ମଧ୍ୟ କହୁଥିବାଟା এই ଧର୍ମ ପାଳନ କରିବାକୁ ପଡ଼ିବ ଜଣେ ଜୈନ ହେଇଥିଲେ ମଧ୍ୟ এই ଧର୍ମ ପାଳନ କରିବାକୁ ପଡ଼ିବ ଜଣେ ବୌଦ୍ଧ ହେଇଥିଲେ ମଧ୍ୟ এই ଧର୍ମ ପାଳନ କରିବ ଜଣେ ଇସାଇ ହେଇଥିଲେ ମଧ୍ୟ এই ଧର୍ମ ପାଳନ କରିବ ଜଣେ ମହିମା ଧର୍ମାବଲମ୍ବୀ ହୋଇଥିଲେ ମଧ୍ୟ এই ଧର୍ମ ପାଳନ କରିବ ତେଣୁ ହେ ଧାର୍ମିକ ପିତା ମାତା ମୋର କହିବାର ଉଦ୍ଦେଶ୍ୟ ଯେ ଯୋଉମାନେ এই জন্মরে ଆପଣ ଯେକୌଣସି ଧର୍ମ ଅବଲମ୍ବୀ ହେଇଥାନ୍ତୁ ନା କାହିଁକି ଆପଣ ଯଦି କୃଷ୍ଣ ଗୁରୁ ଦୀକ୍ଷା ନେଇଛନ୍ତି ଆପଣ ଯଦି କୃଷ୍ଣ ଗୁରୁ ଦୀକ୍ଷା ନେଇଛନ୍ତି ଆପଣ ଡେରିରେ ଉଠିଛନ୍ତି ଯେଉଁମାନେ ପ୍ରଭାତକୁ ସ୍ନାନ କଲେ ରୋଗ ଏବଂ ପାପ ଖଣ୍ଡନ ହୁଏ ଏଇଟା ଆପଣ ମହର୍ଷି ଲେଖିଛନ୍ତି ସତ୍ୟ ସତ୍ୟ କ୍ରୀଡ଼ାର ସତ୍ୟ ଯେଉଁମାନେ ପ୍ରଭାତକୁ ସ୍ନାନ କରି ନିଜ ପିତା ମାତା ଗୁରୁଜନମାନଙ୍କୁ ନିଜ ପ୍ରଣାମ କରନ୍ତି ତାଙ୍କର ମନରେ ଦୁଃଖ ଦିଅନ୍ତି ନାହିଁ ତାଙ୍କର ଆୟୁଷ ବୃଦ୍ଧି ସଙ୍ଗେ ସଙ୍ଗେ ମସ୍ତିଷ୍କର କ୍ରମ ବିକାଶ ଘଟେ ବୋଲି ମନମୋହନ ଲେଖିଛନ୍ତି ଏଟା ସତ୍ୟ ସତ୍ୟ କ୍ରୀଡ଼ାର ସତ୍ୟ ତେଣୁ ମୋର କହିବାର ଉଦ୍ଦେଶ୍ୟ ଯେଉଁ ସତ୍ୟ ଧର୍ମେ ପିଣ୍ଡ ବ୍ରହ୍ମାଣ୍ଡ ପୂର୍ବେ ହୋଇଥିଲା ଜାତ ସେହି ସତ୍ୟ ଧର୍ମେ ପିଣ୍ଡ ବ୍ରହ୍ମାଣ୍ଡ ସୁସ୍ଥାପନେ
সম্পত্তি পরাপদ নিষ্ঠারে বজ্রর গার। এই কলি যুগরে এ ধর্ম উদিত, মানে এই কলি যুগরে সত্য ত্রেতা দ্বাপর কলি চারি যুগর লোক মানে যে হউথ অছন্তি, চারি যুগর ভক্ত ମଧ୍ୟ